तो हेलो गाइस वेलकम टू बैक माय न्यू ब्लॉग। ଆଉ ଆଜିର ବ୍ଲଗ୍କୁ ଆମେ ନେଇକି ଯିବା ମାଛ ମାରିବା ପାଇଁ। ଆଉ ଚାଲିଛି ସବୁ ଜିନିଷ ପତ୍ର ବି। ଗମା କେତେଟା କଣ୍ଟା ବାନ୍ଧୁଛୁ? ଦିଟା। ଏଟା ଗୋଟେ ନାଠି ଏଟା ନାଠି। ମାଛ କଲେକ୍ସନ ପଛରେ ଦେଖେଇଦେବି। ତ ଗାଇସ୍ ମାଛ ପାଇଁ ନିହାତି ଇମ୍ପୋର୍ଟାଣ୍ଟ ଜିନିଷ ହଉଛି ଏଟା ଜିଆ, ଯୋଉଟା କି ଆମେ ଖୋଳିକିନା ଭର୍ତ୍ତି କରୁଛୁ। ଆଉ ଏଇଟା ହିଁ ହବ ମାଛ ମାନଙ୍କ ପାଇଁ ଆଜି ଦାନା। ତମେ ତ ଜାଣିଥିବ ବହୁତ ଥର ତମେ ଦେଖିଛ ମାଛ ମାରିଛ ଆଉ ମାଛ ଦେଖେଇ ଦେଇଛି। ତ ଏଇଗୁରା ସେ ଜିନିଷ। ହଁ ସିଧୁ ଖାଇଦେ ଟିକେ ନେ। ଏଟା ଅଭଦ୍ର ଟା ପକ୍କା ଅଭଦ୍ର। ପାଇବୁ ପଥରରେ କାଚି ଦେଇକି ପଳେଇ ଆସୁଛି। ପଥର ମାରିଦବୁ ପାଣିରେ ନା। ଆମେ ଯିଆ ତାଳି ସାରୁ ଆଗକୁ ବ୍ଲଗ କଣ୍ଟିନ୍ୟୁ କରିବା। ତ ଭାଇ ଆମେ ଏଠି ଅଲଗା କିଛି କ୍ଲିପ ତ ନେଇ ପାରିଲୁନି। କାହିଁକିନା ଇଆଡେ ବର୍ଷା ଜୋର ହଉଥିଲା ସେଇଥିପାଇଁ ଆମେ ଜଲ୍ଦି ମଲ୍ଦିରେ ବାହାରି ପଡିଲୁ। ମାଛ ଧରିବା ପାଇଁ ଆଉ ପିଲା ଦି ଜଣ ପଳେଇଛନ୍ତି ଆମେ ଏଇନା ପଛରେ ଯାଉଛୁ। ତ ଚାଲ ଏକାଥରେ ତମକୁ ସିନ୍ ଟା ଉପରେ ଦେଖିବା ମାଛ ମାରିବା ପାଇଁ ଯୋଉ ଖୁସି ଭାଇ କୁହନି। ନା କଣ ପପୁ? ବର୍ଷା ସିଜନରେ ଫୁଟବଲ ତ ଖେଳି ମାଛ ମାରିବ କେମିତି ଲାଗୁଛି ଆମ ଗାଁ ରେ? ତମକୁ ଭଲ ଲାଗୁଛି ଖରା ଲାଗୁଥିବ ଆସ ଆମ ସହିତ ଥରେ ମାଛ ମାରିବ। ଭାଇ ମଜା ହିଁ ମଜା। ସତ କଥା ବର୍ଷା ଦିନରେ ଏଇ ଦିଟା ଛାଣିକିଆ ଖୁସି। ମାଛ ଏକ ତ ବର୍ଷା ଖାଲି ଫୁଟବଲ କଉ ଖେଳିବାର ଆଉ ଦୁଇ ହଉଛି ବର୍ଷା ଦିନରେ ମାଛ ମାରିବାର ଭାଇ ମଜା ଅଲଗା ପ୍ରକାର। ଜର ହେଲେ ତ ଫାଇନାଲି ଗାଇସ୍ ଆମେ ଆମ ଜାଗା ଉପରେ ପହଞ୍ଚି ଯାଇଛୁ। ଦେଖିପାରୁଥିବ କେତେ ବଡ ସ୍ପଟ ଭାଇ। ମାଛ ମାରିବା ଅଲଗା ମଜା ଦିଟା ପିଲା ଏଠି ମାଛ ମାରୁଛନ୍ତି ଆମ ସହିତ ଆଗରେ ପଳେଇ ଆସନ୍ତି ଗାଡିରେ। ଜାଗା ପୁରା ଖତରନାକ ଅଛି ଭାଇ ଆଉ ତମକୁ ଦେଖେଇବି ମାଛ କେମିତି ମରା ହଉଛି କେତେ ମାରୁଛି ଆଉ ତ ଗାଇସ୍ ମାଛ ମାରିବା ଭିତରେ ଏତେ ଟାଇମ ହେଇ ସାରିଲାଣି ଆମ କଣ୍ଟାରେ ଗୋଟେ ବି ମାଛ ଲାଗିନି। ଆଉ ଆମେ ତ ଆସିଥିଲୁ ଚାରି ଜଣ ଲାଗିଲା ବୋଧେ ଲାଗିଲା ସେ ହଲେଇ ହଲେଇ ହଉଛି। ମେରା ଟିକେ ଆଣ ତ ମୁଁ ଛଅଟା ଫାଳିକିଆ ଉଠେଇ ସାରିଲିଣି। ତ ଭାଇ ମାଛ ଏଠି ଏରା ଏଇଟା ମାଛ। ଭଲ ହବାର। ତ ଗାଇସ୍ ଆଜି ମାଛ ମାରିବା ପାଇଁ ଯେମିତି ଆମେ ଯାଇଥିଲୁ ଭାଇ ଦୀର୍ଘ ଏତେ ଘଣ୍ଟା ଧରିକି ସଂଘର୍ଷ ପରେ ଆମ ହାତରେ ମାଛ ବହୁତ କମ। କେତେ ଭାବୁଥିବ ବୋଧେ 2 କିଲୋ 3 କିଲୋ ମାରି ଦେଇଛି ବୋଲି ସେମିତି କିଛି ନୁହେଁ। ଚାଲ ତମକୁ ମାଛ ଦେଖଉଛି ଏଇ ଭାଇ ଏଇଗୁରାକୁ ମାରିବା ପାଇଁ ଆମେ ଦୀର୍ଘ ଏତେ ଘଣ୍ଟା ସଂଘର୍ଷ କରୁଥିଲୁ ବଞ୍ଚିଛନ୍ତି। ଏତିକି ମାଛ ଆଉ ଏଇ ମାଛ ମାନଙ୍କର ନାଁ ଗୁଡା କଣ ତମେ ଟିକେ କମେଣ୍ଟରେ କହିଦବ। ଆଉ ମାଛ ସାଙ୍ଗରେ ଏଇ ଜିନିଷକୁ ରାବଣ। ସବୁ ବଞ୍ଚିଛନ୍ତି ରେ ବାବା କେତେ ବଡ ବଡ ଦାଢ ଦେଖୁଛ। ତ ସାଙ୍ଗମାନେ କାଲି ତ ମୋର ରାତି 7ଟା ହେଇଗଲା ଘରକୁ ଆସିଲା ବେଳକୁ କାହିଁକିନା ବହୁତ ଦୁରିଆ ଯାଇଥିଲୁ ମାଛ ମାରିବା ପାଇଁ। ଆଉ କାଲିର ଯୋଉ ମାଛକୁ ଆମେ ଆଣିଥିଲୁ ଯୋଉରା କି ଏଇଗୁରା ଆକୁ ଆଜି ଆମେ ଏଇ ପୋଖରୀରେ ଛାଡିଦବୁ। ମୁଁ ଦିଥର ଛାଡିଲିଣି ଏଟା ମିଶେଇ 3ଥର ହବ। ଆସନ୍ତୁ ଛାଡ଼ିଦବା ଆମ ପାଖକୁ ସଫା ଏତିକି ଖାଲି ଭାବୁଥାଅ ଯେ ଏ ମାଛକୁ ଯେମିତି ଧଣ୍ଡ ନ ଖାଉ।